ଆଜି ଶୁଣିବା ଆଉ ଏକ ବିକ୍ରମ ବେତାଳ କାହାଣୀ। କାହାଣୀର ନାମ ହେଉଛି ଉପଦେଶ ରହସ୍ୟ। ନିଶା ଗରଜୁ ଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ହେଉଥାଏ। ଗଛଲତା ଗହନରୁ ଶୁଭୁଥାଏ ସାଇଁ ସାଇଁ ଶବ୍ଦ। ଘଡ଼ଘଡ଼ି ଓ ଶ୍ୱାନ ଶ୍ୱାପଦଙ୍କ ରଡ଼ି ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ। ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ। କିନ୍ତୁ ରାଜା ବିକ୍ରାମଙ୍କ ତୈଳ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତ୍ତାରି ଆଣିଲେ। ତେବେ ତାକୁ କାନ୍ଧରେ ପକାଇ ସେ ସୁନସାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ତୁମେ ଏ ଦୁର୍ଯୋଗପୂର୍ଣ୍ଣ ରାତିରେ କାହା ପରାମର୍ଶରେ ଏଭଳି ଭୟାବହ କାର୍ଯ୍ୟ ହାତକୁ ନେଇଛ ସେ କଥା ମୋତେ ଜଣା ନାହିଁ। କିନ୍ତୁ ତୁମେ ଇଚ୍ଛା କଲେ ସେ ପରାମର୍ଶଦାତାମାନଙ୍କ କଥାକୁ ଆଗ୍ରହ୍ୟ କରିଦେଇପାର, ଯେମିତି କରିଥିଲା ଭିକାରୀ ଦାସ। ତା କଥାଟି କହେ, ମନ ଦେଇ ଶୁଣ, ଶୁଣିଲେ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗପିଲା। ପ୍ରାଚୀନ କାଳର କଥା। ପ୍ରତିଷ୍ଠାନ ନଗରୀରେ ରହୁଥିଲେ ଧର୍ମଦାସ ନାମକ ବିଶିଷ୍ଟ ବ୍ୟକ୍ତି। ସେ ଯେପରି ଜ୍ଞାନୀ ଥିଲେ ସେହିପରି ସଦେୟ ଥିଲେ। ଲୋକେ ବିପଦ ଆପଦରେ ତାଙ୍କ ପରାମର୍ଶ ଲୋଡ଼ୁଥିଲେ। ସେ ସମସ୍ତଙ୍କ ସମସ୍ୟା ଧୀରସ୍ଥିର ଭାବରେ ବିଚାର କରି ଯାହାକୁ ଯେପରି ପରାମର୍ଶ ଦେବା କଥା ତାହା ଦେଉଥିଲେ। ଧର୍ମଦାସଙ୍କର ଥିଲେ 4 ପୁତ୍ର। ସେମାନେ ପ୍ରତ୍ୟେକ ସମାଜରେ ଅଳ୍ପ ବୟସରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ପିତାଙ୍କ ଭଳି ସେମାନେ ମଧ୍ୟ ଜ୍ଞାନୀ ଥିଲେ ବୋଲି ଲୋକେ ମନେ କରୁଥିଲେ। ଲୋକଙ୍କର ଏ ଧାରଣା ଭୁଲ ନଥିଲା। ସେ ଯୁବକମାନେ ସେମାନଙ୍କ ପିତାଙ୍କ ଭଳି ସଦ୍ଗୁଣ ଅଳଙ୍କୃତ ଥିଲେ, ସନ୍ଦେହ ନାହିଁ। ଧର୍ମଦାସ ବୁଝିପାରିଲେ ଯେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଛି। ବଡ଼ ପୁଅକୁ ଛାଡ଼ିଦେଲେ ବାକି 3 ପୁଅଯାକ ନଗରୀର ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ, ନିଜ ନିଜର କାମର ସୁବିଧା ଦୃଷ୍ଟିରୁ। ଧର୍ମଦାସ 4 ପୁଅଙ୍କୁ ଡକାଇ କହିଲେ, ମୋର 4 ଜଣ ଯାକ ପୁତ୍ର ଭଗବାନଙ୍କ କୃପାରୁ ଗୁଣବାନ ହୋଇଛନ୍ତି। ଏହା ମୋ ପକ୍ଷରେ କମ୍ ସନ୍ତୋଷର କଥା ନୁହେଁ। ମୋର କହିବାର କିଛି ନାହିଁ, ଖାଲି ଗୋଟିଏ କଥା ଯେତେ ପୁରୁଣା ହେଲେ ବି ନୁହଁ, ସବୁବେଳେ ଭଗବାନଙ୍କ ଉପରେ ଆସ୍ଥା ରଖିଥିବ। ଅହଙ୍କାର ଦ୍ୱାରା ଚାଳିତ ହୋଇ କିଛି କରିବ ନାହିଁ। କେବେ ବି ଭାବିବ ନାହିଁ ଯେ ତୁମେ ସବୁବେଳେ ଠିକ୍, ଅନ୍ୟମାନେ ଭୁଲ। ସଚରାଚର ସବୁ ଲୋକଙ୍କ ଅଭ୍ୟାସ ହେଲା, ସେମାନେ ଯେ କୌଣସି ପରିସ୍ଥିତିକୁ ନିଜର ସୀମାବଦ୍ଧ ଦୃଷ୍ଟିକୋଣରୁ ବିଚାର କରନ୍ତି। ଯାହା ନିଜ ବିଚାରକୁ ନ ସୁହାଏ ତାହା ସେମାନଙ୍କ ଭିତରେ ବିରକ୍ତି ଜନ୍ମାଏ। ବିରକ୍ତ ହେଲେ ପାଟିରୁ କର୍କଶ କଥା ବାହାରେ। ମନେ ରଖ, ତୁମେ ଯେତେ ଯୁକ୍ତି ଦିଅ ନା କାହିଁକି, ରାଗିଯିବା, କର୍କଶ କଥା କହିବା, ଏସବୁ ତୁମ ନିଜ ଦୁର୍ବଳତାର ପରିଚୟ। ହୃଦୟରେ ଶାନ୍ତି, ସମତା ବିନା କେହି ମହତ୍ ଚିନ୍ତା ଅଥବା ମହତ୍ କାମ କରି ନପାରେ ନା। ଧର୍ମଦାସ ଚୁପ୍ ହେଲେ। ବଡ଼ ପୁଅ ଶ୍ରୀଦାସ କହିଲେ, ବାପା, ଆମକୁ ଆଉ କିଛି ଉପଦେଶ ଦିଅନ୍ତୁ। ଧର୍ମଦାସ କହିଲେ, ଉପଦେଶ ଯଦି ଚାହୁଁଛୁ ତେବେ ଉପଦେଶ ସମ୍ପର୍କରେ ହିଁ 3ଟି ଉପଦେଶ ଦେଉଛି। ପ୍ରଥମ କଥା, କାହାକୁ ଯାଚି କରି ଉପଦେଶ ଦେବ ନାହିଁ। ସେଭଳି ଉପଦେଶ ଦେବା ଲୋକେ ନିଜ ଅହଙ୍କାର ବଶବର୍ତ୍ତୀ ହୋଇ ଭାବୁଥାନ୍ତି ସେମାନେ ଭାରି ଜ୍ଞାନୀ। କିନ୍ତୁ ତୁମର ଭଲ ପରାମର୍ଶ ବି ଅନ୍ୟର ଅନିଷ୍ଟ କରିପାରେ। ଦ୍ୱିତୀୟ କଥା, ଯିଏ ଉପଦେଶ ମାଗୁଛି ତାର ଉଦ୍ଦେଶ୍ୟ ସମ୍ପର୍କରେ ଉପଦେଶ ଗ୍ରହଣ କରିବାକୁ ସିଏ ଯୋଗ୍ୟ ପାତ୍ର କି ନୁହେଁ ସେ ବିଷୟରେ ବିଚାର କରି ଉପଦେଶ ଦେବ। ତୃତୀୟ କଥା, ଯେତିକି ପ୍ରୟୋଜନ ତାଠୁ ଅଧିକ କଥା କହିବ ନାହିଁ କି ଅଧିକ କାମ କରି ପକାଇବ ନାହିଁ। ପୁଅମାନେ ମନ ଦେଇ ପିତାଙ୍କ ଉପଦେଶ ଶୁଣିଲେ। ଏହାର କିଛି ଦିନ ପରେ ଧର୍ମଦାସ ପରଲୋକ ଗମନ କଲେ। ଦିନେ ଭିକାରୀ ଦାସ ନାମକ ଲୋକ ଧର୍ମଦାସ ବଡ଼ ପୁଅ ଶ୍ରୀଦାସ ପାଖରେ ପହଞ୍ଚି ବିକଳ କଣ୍ଠରେ କହିଲା, ଆଜ୍ଞା, ଆପଣ ରାଜଦରବାରରେ କାମ କରନ୍ତି, ଆପଣ ହିଁ ମୋତେ ସାହାଯ୍ୟ କରିପାରିବେ। ମୋ ଛୋଟିଆ ଘରକୁ ଲାଗିଛି ଜଣେ ସେଠଙ୍କ ଘର। ସେ ମୋ ଘରଟି ନେବାକୁ ଚାହାନ୍ତି, କିନ୍ତୁ ମୁଁ ଦେବାକୁ ନାରାଜ। ଅତଏବ ସେ ଗୁଣ୍ଡା ଲଗାଇ ମୋତେ ନିକାଲି ଦେବାକୁ ଧମକ ଦେଉଛନ୍ତି। କରିବି କ'ଣ? ଶ୍ରୀଦାସ କହିଲେ, ଖାଲି ଧମକ ଦେଇଦେଲେ ହୋଇଯିବ? ତମେ ଯାଇ ନ୍ୟାୟାଧୀଶଙ୍କୁ କୁହ। ଆଜ୍ଞା, ନ୍ୟାୟାଧୀଶ ଓ ସେଠଜୀଙ୍କ ଭିତରେ ଗଭୀର ବନ୍ଧୁତା। ନ୍ୟାୟାଧୀଶ ମୋତେ ରକ୍ଷା କରିବେ ବୋଲି ମୋର କୌଣସି ମତେ ବିଶ୍ୱାସ ନାହିଁ, ଭିକାରୀ ଦାସ କହିଲା। ଶ୍ରୀଦାସ ଟିକେ ଚିନ୍ତା କରି କହିଲେ, ଆଚ୍ଛା, ମୁଁ ଏ କଥା ମନ୍ତ୍ରୀଙ୍କୁ କହି ରଖିଥିବି, ଦରକାର ବେଳେ କାମରେ ଆସିବ। ଭିକାରୀ ଦାସ ଖୁସି ହୋଇ ଚାଲିଗଲା। ପରଦିନ ସେ ଧର୍ମଦାସ ଦ୍ୱିତୀୟ ପୁତ୍ର ଦେବଦାସକୁ ଭେଟି ନିଜ ବିପଦ କଥା କହିଲା। ଦେବଦାସ କହିଲେ, ସେଠ ଯେଉଁ ଗୁଣ୍ଡାମାନଙ୍କୁ ଲଗାଇବ ବୋଲି କହୁଛି ସେମାନେ କିଏ? ଆଜ୍ଞା, ତା ଘରେ ଥିବା 2 ଜଣ ପେହେଲବାନ। ଭିକାରୀ ଦାସ କହିଲା, ଆଚ୍ଛା, ମୁଁ ପେହେଲବାନ ମାନଙ୍କ ଗୁରୁ ପାଣ୍ଡେଜୀଙ୍କୁ କହିଦେବି। ସେ
କହିଦେଲେ ତାଙ୍କ ଶିଷ୍ୟମାନେ ତମ ଉପରେ ଉପଦ୍ରବ କରିବେ ନାହିଁ। ଦେବଦାସ କହିଲେ। ଭିକାରୀ ଦାସ ଖୁସି ହୋଇ ଚାଲିଗଲା। ଏହାର 2 ଦିନ ପରେ ସେ ଯାଇ ଧର୍ମଦାସଙ୍କ ତୃତୀୟ ପୁତ୍ର ଅର୍ଥାତ୍ ସୋମଦାସଙ୍କୁ ନିଜ ସମସ୍ୟା କଥା କହିଲା। ସୋମଦାସ କହିଲେ, ତମ ଘରର କାଗଜପତ୍ର ଠିକ୍ ଅଛି ତ? ଅର୍ଥାତ୍ ସେ ଘର ତମର ବୋଲି ପ୍ରମାଣ କଲା ଭଳି ନଥିପତ୍ର ଅଛିଟି? ଆଜ୍ଞା, ମୋ ବାପା ମରିଯିବା ପରେ କାଗଜପତ୍ର ସବୁ ଉଇ ଖାଇଯାଇଛି। ଭିକାରୀ ଦାସ କହିଲା, ତେବେ ତ ଅସୁବିଧା ହେବ। ମିଛ ସାକ୍ଷୀ ଦ୍ୱାରା ସେଠ୍ ହୁଏତ ପ୍ରମାଣ କରିଦେବ ଯେ ସେ ତମର ନୁହେଁ। ଠିକ୍ ଅଛି, ନଥିପତ୍ର ଦାୟିତ୍ୱରେ ଥିବା କର୍ମଚାରୀ ମୋର ବନ୍ଧୁ। ତାଙ୍କୁ କହି ତମ ଘରର ନଥିପତ୍ର ବାହାର କରି ତାର ଗୋଟାଏ କିତାବ ତମକୁ ଦେଇଦେବି। ସାବଧାନ ରଖିବ। ସୋମଦାସ କହିଲେ। ଭିକାରୀ ଦାସ ଖୁସି ହୋଇ ଚାଲିଗଲା। ଏହାପରେ ଭିକାରୀ ଦାସ ଯାଇ ଧର୍ମଦାସଙ୍କର ଚତୁର୍ଥ ପୁତ୍ର ହରିଦାସଙ୍କ ପାଖରେ ପହଞ୍ଚି ନିଜ ଦୁଃଖ କହିଲା। ହରିଦାସ କହିଲେ, ତମ ଘର ସହରର କେନ୍ଦ୍ର ସ୍ଥାନରେ। ଆଜ୍ଞା, ମୁଁ ଯାଇ ଥରେ ତମ ଘର ଦେଖିଦେଇ ଆସିବି। ହରିଦାସ ଯାଇ ଭିକାରୀ ଦାସ ଘର ଦେଖିଦେଇ ଆସିଲେ। ଏହାର କିଛି ଦିନ ପରେ ଜଣାଗଲା ଭିକାରୀ ଦାସ ତା ଛୋଟିଆ ଘରକୁ ସେଠଜୀଙ୍କୁ 1,00,000 ଟଙ୍କାରେ ବିକିଛି। ବାସ୍ତବରେ ଭିକାରୀ ଦାସ ଯେ ଘରେ ରହୁନଥିଲା, ଘରଟି କିନ୍ତୁ ତାର। ସେ ସେଠଜୀଙ୍କୁ ଘରଟି ବିକିବ ବୋଲି କହିବା ଫଳରେ ସେଠଜୀ ସେ ଘର ଢିଅରେ ତାଙ୍କ ମାଆଙ୍କୁ ସମାଧି ଦେଇଥିଲେ। କିନ୍ତୁ ପରେ ଭିକାରୀ ଦାସ ତାଙ୍କୁ ଘର ଦେବେ ନାହିଁ ବୋଲି ରୋକଠୋକ ମନା କରିଦେଲା। ସେ ଘରର ମୂଲ୍ୟ 5,000ରୁ ବେଶୀ ନୁହେଁ। କିନ୍ତୁ ସେଠଜୀ ସେଠାରେ ତାଙ୍କ ମାଆଙ୍କ ସମାଧି ଦେଇଥିବା ଦୃଷ୍ଟିରୁ ଘରଟି ନେବାକୁ ବାଧ୍ୟ ଥିଲେ। ଇତିମଧ୍ୟରେ ଶ୍ରୀଦାସ ମନ୍ତ୍ରୀଙ୍କୁ କହିବାରୁ ମନ୍ତ୍ରୀଙ୍କ ସହକାରୀ ଆସି ଥରେ ତଦାରଖ କରି ଯାଇଥିଲେ। ସେଠଜୀ ଛାନିଆ ହୋଇଯାଇଥାନ୍ତି। ପରେ ପରେ ପାଣ୍ଡେଜୀ ଆସି ତାଙ୍କ ଦରୱାନ 2 ଜଣଙ୍କୁ କ'ଣ ତାଗଦା ଦେଇଗଲେ। ଘରର ନଥିପତ୍ର ମଧ୍ୟ ଭିକାରୀ ଦାସ ଠିକ୍ କରି ନେଇଥାଏ। ସେଠଜୀଙ୍କ ଧର୍ମବିଶ୍ୱାସ ଅନୁସାରେ ତାଙ୍କ ମାଆଙ୍କ ମର କଳେବରକୁ ସ୍ଥାନାନ୍ତର କରିବା ଘୋର ଅବିଚାର ହୁଅନ୍ତା। ତେଣୁ ସେ ବିଚାରା ତାଙ୍କର ଅନ୍ୟତ୍ର ଥିବା ଜମି ଖଣ୍ଡେ ବିକି ଭିକାରୀ ଦାସକୁ 1,00,000 ଟଙ୍କା ଦେଲେ। 4 ଭାଇ ଏକଥା ଶୁଣି କହିଲେ, ଆମେ ପିତାଙ୍କ ଉପଦେଶ ନ ମାନି ଭୁଲ କଲୁ। ବେତାଳ କାହାଣ୍ଡି ଗପି ଗମ୍ଭୀର କଣ୍ଠରେ ପ୍ରଶ୍ନ କଲା, ଭିକାରୀ ଦାସ ଯଦି ଧର୍ମଦାସଙ୍କ ପୁଅମାନଙ୍କ ଉପଦେଶ ନ ଶୁଣିବ, ତେବେ ସେ ଉପଦେଶ ମାଗୁଥିଲା କାହିଁକି? ଧର୍ମଦାସଙ୍କ ପୁଅମାନେ କ'ଣ ଭୁଲ କଲେ? ରାଜା, ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନିରୁତ୍ତର ରହିବ, ତେବେ ତମ ଶରୀର ହେବ ସ୍କନ୍ଦଚ୍ୟୁତ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମାଦିତ୍ୟ କହିଲେ, ଭିକାରୀ ଦାସ ଧୂର୍ତ୍ତ, ସେ ଗରିବ ଓ ସେଠଜୀ ଧନୀ। ଏହି ସାଧାରଣ ତଥ୍ୟ ଉପରେ ସେ ଧର୍ମଦାସଙ୍କ ପୁଅମାନଙ୍କ ସହାନୁଭୂତି ଅର୍ଜନ କଲା। ସେ ହୁଏତ ଆକ୍ଷରିକ ଭାବରେ ମିଥ୍ୟା କହିନାହିଁ, କିନ୍ତୁ ଜାଣିଶୁଣି ସେ 4 ଭାଇଙ୍କ ପ୍ରଭାବରେ ସୁଯୋଗ ନେଇ ସେଠଜୀଙ୍କ ମନରେ ଭୀତ ସଞ୍ଚାର କରି ଅନ୍ୟାୟ ପରିମାଣରେ ଅର୍ଥ ଆଦାୟ କରିଛି। ଧର୍ମଦାସ ପୁଅମାନଙ୍କୁ ତାଙ୍କର ଶେଷ 2 ଉପଦେଶ ହିସାବରେ ଉପଦେଶ ଚାହୁଥିବା ଲୋକର ଉଦ୍ଦେଶ୍ୟ ବୁଝିବା ପାଇଁ ତଥା ପ୍ରୟୋଜନରୁ ଅଧିକ କଥା ନ କହିବା ପାଇଁ ବା କାମ ନ କରିବା ପାଇଁ କହିଥିଲେ। କିନ୍ତୁ 4 ପୁଅ ଯାକ କେହି ଭିକାରୀ ଦାସର ଉଦ୍ଦେଶ୍ୟ ବୁଝିବାକୁ ଚେଷ୍ଟା କରିନଥିଲେ। ମନ୍ତ୍ରୀ ପାଣ୍ଡେଜୀ ଇତ୍ୟାଦିଙ୍କୁ ନିଜ ତରଫରୁ କୁହାକୁହି କରି 4 ଜଣ ଯାକ ଆବଶ୍ୟକତାଠାରୁ ଅଧିକ କାମ କରିଥିଲେ। ତେଣୁ ସେମାନେ ଭୁଲ କରିଛନ୍ତି ବୋଲି ଅନୁଭବ କଲେ। ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡ଼ିଲା। ଧନ୍ୟବାଦ।